କୌଣସି ଦଳ ବିରୋଧୀ କାର୍ଯ୍ୟକ୍ରମରେ ମୁଁ ଲିପ୍ତ ନୁହେଁ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ନିଲମ୍ବନ କରାଯିବା କଥା ମୁଁ ଗଣମାଧ୍ୟମ ମାଧ୍ୟମରେ ଜାଣିବାକୁ ପାଇଲି। ଜୟ ଜଗନ୍ନାଥ। ମୁଁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ। କୌଣସି ଦଳ ବିରୋଧୀ କାର୍ଯ୍ୟକ୍ରମରେ ମୁଁ ଲିପ୍ତ ନୁହେଁ। ଏ ପର୍ଯ୍ୟନ୍ତ ମୋତେ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆନଯାଇ ଦଳରୁ ନିଲମ୍ବନ କରାଯିବା କଥା ନ୍ୟାୟସଙ୍ଗତ ନୁହେଁ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ନିଲମ୍ବନ କରାଯିବା କଥା ମୁଁ ଗଣମାଧ୍ୟମ ମାଧ୍ୟମରେ ଜାଣିବାକୁ ପାଇଲି। ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଏ ପର୍ଯ୍ୟନ୍ତ ମୋତେ ଦଳ ତରଫରୁ କୌଣସି ବିଧିବଦ୍ଧ ସୂଚନାପତ୍ର ମାଧ୍ୟମରେ ପ୍ରଦାନ କରାଯାଏ ନାହିଁ। ଯଦି ଦଳୀୟ ସୂତ୍ରରୁ ମୋତେ କୌଣସି ଲେଟର ବା ଦଳ ତରଫରୁ କୌଣସି ରିଟିନ୍ ମୋତେ ମିଳିବ, ମୁଁ ନିଶ୍ଚିତ ଭାବରେ ମୋର ସବିଶେଷ ତଥ୍ୟ ଗଣମାଧ୍ୟମ ମାଧ୍ୟମରେ ସତ୍ୟବାଦୀର ପ୍ରିୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମତ ନିଶ୍ଚୟ ରଖିବି। ଧନ୍ୟବାଦ। ନାଇଁ, ସେଇଟା ନୁହେଁ, ମୁଁ ସେ କଥାଟା କହିବାକୁ ଚାହୁଁନି। ମୁଁ ମୋ ଛାତ୍ର କ୍ୟାରିୟରରୁ ମୁଁ ଦଳ ପାଇଁ କାମ କରୁଛି। ତାପରେ ମୁଁ ବିଜେଡ଼ିରେ ଜଏନ୍ କଲି ବା ଜିଲ୍ଲାପତି ଭାବରେ କାର୍ଯ୍ୟକ୍ରମ କଲି। କିନ୍ତୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଦଳରେ କାମ କରୁଛି। ନବୀନ ବାବୁ ହେଉଛନ୍ତି ମୋର ନେତା। ଦଳରୁ ସସ୍ପେଣ୍ଡ କରିବାଟା ମୋ ପାଇଁ ଗୋଟେ ଫରକ କିଛି ମୋତେ ଫରକ ପଡ଼ିବ ନାହିଁ। ମୁଁ ଦଳ ପାଇଁ କାମ କରୁଥିଲି, ଏବେ ମଧ୍ୟ କାମ କରୁଛି, ଆଗକୁ ମଧ୍ୟ କାମ କରିବି। ସସ୍ପେଣ୍ଡର କୌଣସି ମୋତେ ଫରକ ପଡ଼ିବ ନାହିଁ। ମୋତେ ଦଳ ବହିଷ୍କାର କରିନି, ଦଳ ମୋତେ ସସ୍ପେଣ୍ଡ କରିଛି। କୌଣସି ଭୁଲ ବୁଝାମଣା ହେଉ ବା କୌଣସି ଗୋଟେ ଭୁଲ ମେସେଜ୍ ହୁଏତ ଆମର ସଭାପତିଙ୍କ ପାଖରେ ପହଞ୍ଚିଛି, ଯେଉଁଥିପାଇଁ ଏହି କାର୍ଯ୍ୟକ୍ରମ ହେଇଛି। ହୁଏତ କାଲି ଯଦି ସଭାପତି ମୋତେ ବୁଝିପାରିବେ ଯେ ନାଇଁ ଏଇଟା ଭୁଲ ନିଷ୍ପତ୍ତି ବା ଭୁଲ ଚିନ୍ତାଧାରା, ଭୁଲ କଥାରେ ଏଇଟା ହେଇଛି, ଯଦି ନାଇଁ ଭୀମସେନ ପାଖରେ ଠିକ୍ ଲୋକ ବା ଦଳ ପାଇଁ ସେମାନେ କାମ କରୁଛନ୍ତି, ନିଶ୍ଚିତ ପୁଣି ଭାବରେ ମୋତେ ପୁଣି ଦଳକୁ ଫେରାଇ ନେବେ। ତ ମୋତେ କୌଣସି ମାନେ ସସ୍ପେଣ୍ଡର ମୋତେ କୌଣସି ଫରକ ପଡ଼ିବ ନାହିଁ। କ'ଣ ଲକ୍ଷ୍ୟ ରହିବ ଆଗକୁ? ଶୁଣନ୍ତୁ, ଲକ୍ଷ୍ୟ କହିବାକୁ ଗଲେ ସତ୍ୟବାଦୀ ହେଉଛି ସତ୍ୟର ମାଟି। ସତ୍ୟବାଦୀର ପ୍ରିୟ ଜନସାଧାରଣଙ୍କ ପାଇଁ ମୁଁ ସେବା କରିବା ପାଇଁ ମୋର ଆଗ୍ରହ ଅଛି। ମୁଁ ସେବା କରିବି। ସେବା ପାଇଁ କୌଣସି ଦଳର ଆବଶ୍ୟକତା ନାହିଁ। ମୁଁ ସମସ୍ତଙ୍କର ସୁଖ ଦୁଃଖରେ ପହଞ୍ଚିବି ଏବଂ ଲୋକଙ୍କ ପାଇଁ କାମ କରିବି। ଏଇଟା ମୋର ହେଉଛି ଲକ୍ଷ୍ୟ। କଣାସ ବ୍ଲକ, ସତ୍ୟବାଦୀ ବ୍ଲକ, ଦୁଇଟା ବ୍ଲକରେ ମୁଁ ପ୍ରତି ପଞ୍ଚାୟତରେ ହେଉ, ପ୍ରତି ୱାର୍ଡ଼ରେ ହେଉ, ମୁଁ ଲୋକଙ୍କ ପାଖରେ ପହଞ୍ଚି କେମିତି ବିଜୁ ଜନତା ଦଳର କର୍ମୀମାନେ ମାନେ ତାଙ୍କର ମାନସିକ ସ୍ତରରେ ସଂଗଠନ ମଜବୁତ ହେବ, ସେଥିପାଇଁ ମୋର କାର୍ଯ୍ୟକ୍ରମ ଜାରି ରହିବ। ତା ଦେହରେ କୌଣସି ପ୍ରଶ୍ନ ନାହିଁ। ଲିଖିତ ଆକାରରେ ଆପଣଙ୍କୁ କିଛି ନୋଟିସ୍ ଆସିଛି ନା କିଛି ଜାରି ହେଇଛି? ନାଇଁ, ମୋତେ କୌଣସି ବିଧିବଦ୍ଧ ଭାବରେ କୌଣସି ପେପର ମୋତେ ମୋବାଇଲରେ ପହଞ୍ଚି ନାହିଁ। ଯେତେବେଳେ ଦଳ ତରଫରୁ ମୋତେ କୌଣସି ନିଲମ୍ବନ ପତ୍ର ହସ୍ତଗତ ହେବ, ନିଶ୍ଚିତ ଭାବରେ ମୁଁ ମିଡ଼ିଆ ମାଧ୍ୟମରେ ମୁଁ ସତ୍ୟବାଦୀର ପ୍ରିୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୋର ମତ ରଖିବି।